ବାଲେଶ୍ୱର ଅଟୋରିକ୍ସା ସମନ୍ୱୟ କମିଟିର ସମ୍ମିଳନୀ। ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନରେ ଅଟୋରିକ୍ସା ସମନ୍ୱୟ କମିଟି ତରଫରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ଅଟୋରିକ୍ସାର କିଛି ସମସ୍ୟା ସମାଧାନ ହୋଇଛି, କିଛି ହୋଇନାହିଁ, ତାକୁ ଆଗାମୀ ଦିନରେ କିପରି ସଠିକ୍ ପାଳନ କରିବ। ଅଟୋ ଚାଳକମାନେ ଦିନକୁ ଦିନ ସମସ୍ୟା ବଢ଼ୁଥିଲା ବେଳେ ଏମାନଙ୍କର ଏକତା ରହିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଶ୍ରୀ ପଣ୍ଡା କହିଥିଲେ। ଉକ୍ତ ସଭାରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ଦଳବେହେରା ଅଟୋଗୁଡ଼ିକର ସମସ୍ତ କାଗଜପତ୍ରକୁ ସଠିକ୍ ଭାବରେ ରଖିବା ଏବଂ ସଡ଼କ ସୁରକ୍ଷା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ସେହିପରି ସମାଜସେବୀ ରଘୁନାଥ ଲେଙ୍କା, ଶିଶିର ହୁଇ, ପ୍ରେମରଞ୍ଜନ ପାତ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ପାତ୍ର, ରାଜେନ୍ଦ୍ର ବେହେରା, ନୁରୁ ମହମ୍ମଦ ମଞ୍ଚରେ ଉପସ୍ଥିତ ରହିଥିଲେ। ଉମାକାନ୍ତ ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆଗାମୀ ଦିନରେ ଅଟୋରିକ୍ସା ସବୁ ସଠିକ୍ ଭାବରେ ଚାଲିବା ଏବଂ ତାଙ୍କର ସମସ୍ୟାର ସମାଧାନ ପାଇଁ ସମସ୍ତ ଷ୍ଟାଣ୍ଡକୁ ନେଇ 33 ଜଣିଆ ନୂତନ କମିଟି ଗଠନ କରାଯାଇଛି। ଉକ୍ତ କମିଟିର ଅଧ୍ୟକ୍ଷ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ୍ତ ପଣ୍ଡା, ସଭାପତି ପ୍ରେମରଞ୍ଜନ ପାତ୍ର, ଉପସଭାପତି ରାଜକିଶୋର ପାତ୍ର, ସମ୍ପାଦକ ସୁଦୀପ୍ତ ସିଂ, ଯୁଗ୍ମ ସମ୍ପାଦକ କମଳାକାନ୍ତ ସ ଏବଂ ରାଜେନ୍ଦ୍ର ବେହେରା, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହକୋଷାଧ୍ୟକ୍ଷ ମାଧର ବେହେରା, ଲିଖନ ପାଇଁ ସଞ୍ଜୟ କୁମାର ଦାସଙ୍କୁ ନିର୍ବାଚିତ କରାଯାଇଛି। ଏହାର ସୁପରିଚାଳନା ପାଇଁ ଶ୍ରୀ ରଘୁନାଥ ଲେଙ୍କା, ଶାନ୍ତନୁ ଦାସ, ଶିଶିର ହୁଇ, ରମାକାନ୍ତ ପାତ୍ରକୁ ନେଇ ଏକ 4 ଜଣିଆ ଉପଦେଷ୍ଟା କମିଟି ଗଠନ କରାଯାଇଛି। ଶେଷରେ ରାଜେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଏକ୍ସପ୍ରେସ୍।